नीलकण्ठ त्रिलोचनं भवं सर्वं भवानीश मृत्युञ्जय नमस्तुते मृत्युञ्जय नमस्तुते। शिव तत्त्वो न जानीमि कीदृशाय महादेव যদুর্ষায় মহাদেব তাদুর্ষায় নমো নমঃ তাদুর্ষায় নমো নমঃ। জয় জগন্নাଥ। ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଶ୍ରୀ କୈଳାସ ନନା ଆପଣମାନଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି ମହାଦେବ ସାଧନାରେ ଏହି ପବିତ୍ର ଯାତ୍ରାରେ। ପ୍ରିୟ ଦର୍ଶକ ବନ୍ଧୁ, ଈଶ୍ୱରଙ୍କ କୃପାରୁ ଆପଣମାନେ ସମସ୍ତେ ନିରୋଗ ରୁହନ୍ତୁ। ପ୍ରଭୁ ଆପଣଙ୍କ ଜୀବନକୁ ସୁଖମୟ କରନ୍ତୁ, ଏହି ପ୍ରାର୍ଥନା କରି ଆଜି ପୁଣି ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ପ୍ରିୟ ମିତ୍ର, କ'ଣ ଆପଣ ସନ୍ତାନ, ବିବାହ, ରୋଗ କିମ୍ବା କର୍ମକ୍ଷେତ୍ରରେ ସମସ୍ୟାରେ ଚିନ୍ତିତ? ଯେତେ ଚେଷ୍ଟା କଲେ ମଧ୍ୟ ଯଦି ଆପଣଙ୍କୁ ସମାଧାନ ମିଳୁନାହିଁ, ତେବେ ଆଜି ଏହି ସାଧନା ଆପଣମାନଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା। ପ୍ରିୟ ମିତ୍ର, ମୁଁ ପ୍ରଥମରୁ ଜଣାଇଛି ଯେ ଏହା ହେଉଛି ଏକ ଦୁର୍ଲଭ ଅଭୀଷ୍ଟ ସିଦ୍ଧି ଯୋଗ। ଏହି ଅମୃତ ବେଳାରେ ଯଦି ଆମେ ସଠିକ୍ ବିଧିରେ ମହାଦେବଙ୍କୁ ପ୍ରସନ୍ନ କରାଇ ପାରିଲେ, ତେବେ ଆମ ସମସ୍ତ ମନୋକାମନା ପୂର୍ଣ୍ଣ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ ଆମେ କେବଳ ନିଜକୁ ପ୍ରସ୍ତୁତ କରୁଛୁ ଦେବ ଉପଯୋଗୀ ହେବା ପାଇଁ। ଅର୍ଥ ମନ ଶୁଦ୍ଧି, ଶରୀର ଶୁଦ୍ଧି, ଆତ୍ମା ଶୁଦ୍ଧି। ଏହି ତିନୋଟି ଶୁଦ୍ଧି ଛଡ଼ା କୌଣସି ସାଧନା ସଫଳ ହୁଏ ନାହିଁ। କାହିଁକି ଜାଣିବା ପାଇଁ ଆମେ ଉଦାହରଣ ମାଧ୍ୟମରେ ବୁଝିବା। ଯେପରି କୌଣସି ବିଶେଷ ସଂସ୍ଥା କାମ କରୁଛନ୍ତି, ତେବେ ସେହି ସଂସ୍ଥାର ୟୁନିଫର୍ମ ଆପଣଙ୍କୁ ପିନ୍ଧିବାକୁ ପଡ଼ିବ, ସେହି ସଂସ୍ଥାର କାର୍ଡ଼ ଆପଣଙ୍କୁ ଧାରଣ କରିବାକୁ ପଡ଼ିବ, ସେହି ସଂସ୍ଥାର ରୀତି ନୀତି ମାନିବାକୁ ପଡ଼ିବ। ସେହିପରି ଆମକୁ ଏଠାରେ ଦେବ ଉପଯୋଗୀ ହେବା ପାଇଁ ନିଜକୁ ପ୍ରସ୍ତୁତ ହେବାକୁ ପଡ଼ିବ। ପବିତ୍ର ଅମୃତ ଶରୀର ଧାରଣ କରିପାରିଲେ ହିଁ ଆମେ ପୂଜା ଗ୍ରହଣ ଯୋଗ୍ୟ ହେବା। ଆଜି ପ୍ରସଙ୍ଗକୁ ଯିବା ପୂର୍ବରୁ ମୁଁ ପ୍ରଥମେ ପୂର୍ବ ଭାଗରେ ଯାହା ଆଲୋଚନା ହୋଇଥିଲା ସେ ସଂକ୍ଷେପରେ ସେ ବିଷୟଗୁଡ଼ିକୁ ପୁନରାୟ ଏଠାରେ ଉପସ୍ଥାପନ କରୁଛି। ଆଗରୁ ଓମ୍ ମହାମନ୍ତ୍ରକୁ ଆମେ 3 ଥର ଜପ କରିସାରିଛୁ ଏବଂ ତତ୍ପରେ ଆମେ ସମସ୍ତଙ୍କର ମଙ୍ଗଳ କାମନା ପାଇଁ ଶାନ୍ତି, ପୁଣ୍ୟ ହେଉ, ବୃଦ୍ଧି ହେଉ, ଏପରି ପ୍ରାର୍ଥନା କରି ଶେଷରେ ଆମେ ଓମ୍ ନମଃ ଶିବାୟ ଏହି ମନ୍ତ୍ରଟିକୁ 5 ମିନିଟ୍ ପର୍ଯ୍ୟନ୍ତ ଆମେ ଜପ କରି ସାରିଛୁ। ଏହାପରେ ଆମେ ଜଳଦେବତାଙ୍କୁ ପ୍ରାର୍ଥନା କରିଛୁ, ହେ ଜଳଦେବତା ଆମର କଲ୍ୟାଣ ହେଉ, ହେ ଜଳଦେବତା ଆମ ଜୀବନରେ ସୁଖ, ଆନନ୍ଦ, ମଙ୍ଗଳମୟ ହେଉ। ଏହିପରି ପ୍ରାର୍ଥନା କରି ଶ୍ରୀ ବିଷ୍ଣୁଙ୍କୁ ଆବାହନ କରିଥିଲୁ ଏବଂ ଗଙ୍ଗା ଆଦି ସମସ୍ତ ପବିତ୍ର ନଦୀ ଏଠାକୁ ଆସନ୍ତୁ, ଏହି ଜଳରେ ନିବାସ କରନ୍ତୁ। ମୋର ମନସ୍କାମନା, ମୋର କର୍ମ ପବିତ୍ର ସଫଳ କରନ୍ତୁ। ଏହିପରି ଭାବରେ ପ୍ରାର୍ଥନା କରି ପରେ ଆମେ ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ, କାବେରୀ ଏ ସମସ୍ତ ନଦୀ, ପବିତ୍ର ନଦୀମାନଙ୍କୁ ଆମେ ପୂଜା ଅର୍ଚ୍ଚନା କରି ନମସ୍କାର କରି ସାରିଛୁ ଏବଂ ଶେଷରେ ପ୍ରାଣାୟାମ କରି ନିଜ ଶରୀରକୁ କୁଶ ଜଳରେ ମାର୍ଜନା କରିସାରିଛୁ। ଏହା ପୂର୍ବ ଅଧ୍ୟାୟରେ ଆମେ ଆଲୋଚନା କରିସାରିଛୁ। ଏବେ ଆଜିର ଅଧ୍ୟାୟରେ ଆମେ ଜାଣିବା ମହାଦେବ ସାଧନାର ପୂର୍ବରୁ ନିଜକୁ କିପରି ଶୁଦ୍ଧି କରିବା ଏବଂ କେଉଁ ନିୟମ ଅନୁସରଣ କରିଲେ
ଭଗବାନ ଶୀଘ୍ର ପ୍ରସନ୍ନ ହୁଅନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆଗାମୀ ଅଧ୍ୟାୟରେ ମୁଁ ଆପଣଙ୍କୁ ଦେବି ଅତ୍ୟନ୍ତ ଗୁପ୍ତ ଦୁର୍ଲଭ ସାଧନାର ଜ୍ଞାନ।